ବୋଉ କ'ଣ କରୁଛୁ? ଆଳୁ ଭାଜୁଛି। ଆଚ୍ଛା ଆଉ କ୍ଷୀର ଏଠି ଗରମ ହେଇସାରିଲାଣି। ଓକେ। ଆଉ ରୁଟି କରିବି ଆଉ। ରୁଟିଟା କ'ଣ ଏବେ ନାଲିଆ? ଏଇଟା ବିଟ୍ ପକେଇକି ରୁଟି କରୁଛି। ବିଟ୍ ପକେଇକି? ଭଲ ଲାଗେ। ଏଇଟା କ'ଣ ଭଲ ଲାଗିବ? ହଁ ବଢ଼ିଆ ଲାଗିବ। ବିଟ୍ ଏମିତି ଖାଉନାହାନ୍ତି, ଛୁଆଙ୍କୁ ଅଟାରେ ଚକଡ଼ିକିରି ରୁଟି କରିଦେଲେ ଛୁଆ ଖାଇଦେବେ। ମୁଁ ଖାଉନଥିଲି ବିଟ୍, ମୁଁ ସେଇ ଜାଗାରେ ବିଟ୍ କି ଗ୍ରାଇଣ୍ଡର କରିଦେଲି, ଅଟା ଚକଡ଼ିକିରି ରୁଟି କରିଦେଲି, ତୁ ଖାଇବୁ। ଓକେ ଯେ ଖାଉନଥିବ ସେ ଖାଇବୁ। ଠିକ୍ ଅଛି। ତ ଦେ ମୋତେ ଖାଇବାକୁ ଦେ, ମୁଁ ଖାଇ ଭୋକ ହେଲାଣି। ତାୱା ତାତିଗଲାଣି, ରୁଟି ପକେଇ ନାଲି ରୁଟି। ନାଲି ରୁଟି ଏତେ ଗରମ ହେଲାଣି ତ ଝାଳ ମାଳ ହେଉଛି ବୋଧେ ସେଇଥିପାଇଁ। ଆଉ ଗରମ ହେଉଛି, ଆଜବେଷ୍ଟ ଗରମ ଲାଗୁଛି ଆଉ। ଆଜବେଷ୍ଟ ଘର କଥା ନା, ଗରମ ହେଲାଣି। ଗରମ ହେଲେ କ'ଣ ଶୀତ ହେଉଥିଲା, ଯେଉଁ ବେଶୀ ଶୀତ ହେଉଥିଲା ଆଉ ବେଶୀ ଗରମ ହେବ। ଆରେ ଆମର ସେ ଗରମ ଦିନ ଗରମ ହଉ, ସେ ଆଜବେଷ୍ଟ ହଉ, ଛାତ ହଉ, ଚାଳ ହଉ, ଗରମ ହବ। ଗରମ ତ ହବ ଆଉ, ବହୁତ ଗରମ ହବ। ଏ ବର୍ଷ ବହୁତ ଗରମ ହବ। ଓକେ। ତତେ କହିଥିଲେ ବୋଧେ ଇନ୍ଦ୍ରବାଲା ନା କିଏ କୁହେ ତତେ? ଗରମ କିଏ କରେ? ଗରମ ସୂର୍ଯ୍ୟ ଦେବ। ସିଏ କହିଥିଲା ବୋଧେ ଫୋନ୍ କରିକି ଏ ବର୍ଷ ବେଶୀ ଗରମ ହବ। ସେଟା ହବ ଆଉ, ବେଶୀ ଥଣ୍ଡା ଶୀତ ହେଇଥିଲା। ହଉ ସି ୟୁ। ଶୀତ ହେଇଥିଲା ଗରମ ହବ। ଓକେ ଗୁଡ୍।